पी सलमन चैनल को समस्त को स्वागत। आसंतु आम माने वाक्य शिक्षा शुणा पूर्वर एक गीत शुणी नेबा। थाने दुनिया नंद लागुछि मने सरदा मने आसिबे राजा आमे देखिजु प्रजा तबु आनंद करिबा मजा सरग थाने आसिबे राजा आमे देखिजु प्रजा तबु आनंद करिबा मजा सरग थाने भारा भारा बेगी भारा आसंतु आंभे माने देखिवा जार नाम कि इस्राएल एवं इस्राएल देश रे परिचित अछि। सही इस्राएल रो नाम प्रथमे जाकुब थिला। सही जाकुब इस्राएल देश एवं माने देखुअछु तही मध्य एक जबधक नदी बोली अछि। सही नदी रे ईश्वरंको सहित तांकर युद्ध होइथिला। जेतेबेले से समस्त निजर पुत्र संतान मानंकु आउ निजर कन्या मानंकु से तांकर लेया एवं राहेल को नदी पार कराइले आउ तांकर दासी दुई जनक मध्य नदी पार कराइले। तापरे से रात्रि सकाळ पाहांता पर्यंत ईश्वरंक सहित मल्ल युद्ध करले। आउ से समय मल्ल युद्ध करू करू से परमेश्वर को से छाड़ू नहांती जाकुब। परमेश्वर कहिले तुम्हें छाड़ जेहेतु दिवस पाइबनी
ସେ କହିଲେ ମୁଁ ଛାଡ଼ିବି ନାହିଁ। ଶେଷରେ ସେ ପରମେଶ୍ୱର ଯାକୁବଙ୍କୁ ଉରୁ ଦେଶର ସନ୍ଧି ସ୍ଥାନରେ ଆଘାତ କଲେ। ତେପରେ ତାହାଙ୍କର ଆମମାନେ ଦେଖୁଅଛୁ ସେହି ସମୟରେ ଯାକୁବ ତଥାପି ତାହାଙ୍କୁ ଛାଡ଼ିଲେ ନାହିଁ। ଶେଷରେ ସେ କହିଲେ ପରମେଶ୍ୱରଙ୍କୁ, ମୋତେ ଯଦି ତୁମ୍ଭେ ଆଶୀର୍ବାଦ ନ କରିବ ତାହେଲେ ମୁଁ ତଥାପି ଛାଡ଼ିବିନି। ଦେଖନ୍ତୁ, ସେହି ନଦୀରେ ପାର କରାଯାଇଥିଲା। ଏ ନଦୀ ପାଖରେ ସେ ଯାକୁବଙ୍କ ଆଉ ପରମେଶ୍ୱରଙ୍କ ସହିତ ମଲ୍ଲଯୁଦ୍ଧ ହେଇଥିଲା। ଶେଷରେ ପରମେଶ୍ୱର ଯାକୁବଙ୍କୁ କହିଲେ, ଠିକ୍ ଅଛି, ତୁମ୍ଭର ନାମ କ'ଣ? ସେ କହିଲେ ଯାକୁବ। ଈଶ୍ୱର କହିଲେ, ତୁମ୍ଭର ନାମ ଆଉ ଯାକୁବ ବୋଲି ରହିବ ନାହିଁ, ବିଖ୍ୟାତ ହେବ ନାହିଁ। ତୁମ୍ଭର ନାମ ଆଜିଠାରୁ ଇସ୍ରାଏଲ ବୋଲି ରହିବ। ସେହି ନାମ ନେଇ ଆଜି ସେହି ଇସ୍ରାଏଲ ଦେଶ ମଧ୍ୟ ପ୍ରସ୍ତୁତ ହୋଇଅଛି। ଆମେ ଦେଖୁଛୁ ସେହି ନଦୀ, ଦେଖନ୍ତୁ ସେହି ନଦୀ। ଆଉ ମ୍ୟାପ୍ରେ ମଧ୍ୟ ଆମେ ଦେଖିବାକୁ ପାଉଛୁ, ଏହା ହେଉଛି ଜବ୍ଧକ୍ ଏବଂ ଜର୍ଦ୍ଦନର ସନ୍ଧିସ୍ଥାନ। ସେମାନେ ଏକ ଭାବରେ ମିଳିତ ହେଉଛନ୍ତି। ସେଥି ନିମନ୍ତେ ଆମମାନେ ଦେଖିବାକୁ ପାଇପାରୁଛୁ ସେ ଯାକୁବ ଆଉ ପରମେଶ୍ୱର ସହିତ ଯୁଦ୍ଧ ହେଇଥିଲା। ସେ ସ୍ଥାନ ହେଉଛି ଏଇଟା। ଆଜି ପର୍ଯ୍ୟନ୍ତ ପ୍ରଚଳିତ ଅଛି। ଅନେକ ଲୋକମାନେ ଏହି ନଦୀକୁ, ଯେଉଁ ନଦୀ ସ୍ଥାନରେ ଯାକୁବ ଯୁଦ୍ଧ କରିଥିଲେ, ତା ଅନେକ ମଧ୍ୟ ଯାଇ ଦେଖୁଅଛନ୍ତି। ଏଟା ନମ୍ବର 1 ନଦୀ, ପୁରା ବହୁତ ଲମ୍ବ ଏଟା ନଦୀ। ଓସାରିଆ କମ୍ କିନ୍ତୁ ବହୁତ ଲମ୍ବ ଆମମାନେ ଦେଖିବାକୁ ପାଉଛୁ। ସେଥି ସକାଶେ ଆମ୍ଭେମାନେ ଗର୍ବିତ ଯେ ଆଜି ପର୍ଯ୍ୟନ୍ତ ବି ସେହି ନଦୀ ଅଛି। ଆଉ ଅନେକ ଲୋକମାନେ ମଧ୍ୟ ଯାଇ ସେହି ନଦୀକୁ ଦର୍ଶନ କରି ଆସନ୍ତି। ଆଜି ଆମ୍ଭେମାନେ ଜାଣିଲୁ ଇସ୍ରାଏଲ ଦେଶର ନାମ ପରମେଶ୍ୱର ଦେଇଛନ୍ତି। ଯେହେତୁ ଯାକୁବକୁ ସେ ଇସ୍ରାଏଲ ନାମ ଦେଲେ, ଏଣୁ ଏହି ଦେଶ ଏକ ଆଶୀର୍ବାଦର ଦେଶ। ଯେହେତୁ ପରମେଶ୍ୱର ଆଶୀର୍ବାଦ କରି ଏହି ନାମ ଦେଇଥିଲେ, ତେଣୁ ଆଜି ପର୍ଯ୍ୟନ୍ତ ସେହି ଦେଶରେ ପ୍ରଚଳିତ ଯେ ଅନେକ ଜ୍ଞାନବାନ, ଅନେକ ବୁଦ୍ଧିଜୀବୀ ମାନେ ସେଠାରେ ଅଛନ୍ତି। ଆଉ ଅନେକ ବିଷୟ ସେହି ଇସ୍ରାଏଲ ଦେଶରେ ରହିଛି। ଯେହେତୁ ପରମେଶ୍ୱରଙ୍କର ଆଶୀର୍ବାଦ ଦେଶ, ଯେହେତୁ ଯାକୁବ ସହିତ ପରମେଶ୍ୱର ଯୁଦ୍ଧ ହେବା ସମୟରେ ଏହି ନାମ ଦେଇଥିଲେ। ଏଇଠୁ ଆମମାନେ ଶିକ୍ଷା ରଖିବା, ଯାକୁବ ଯେପରି ଈଶ୍ୱରଙ୍କୁ ଛାଡ଼ିଲେ ନାହିଁ, ଲଢ଼ିଲେ ମଧ୍ୟ, ସେହିପରି ଆପଣମାନେ ମଧ୍ୟ ଆଜିକାର ସମୟରେ ଈଶ୍ୱରଙ୍କୁ ଆପଣମାନେ ଛାଡ଼ନ୍ତୁ ନାହିଁ, ତାହାଙ୍କୁ ଧରି ରଖନ୍ତୁ। ଯଦ୍ୱାରା ସେ ନିଶ୍ଚୟ ଆପଣମାନଙ୍କୁ ମଧ୍ୟ ଆଶୀର୍ବାଦ କରିକି ହିଁ ଛାଡ଼ିବେ। ସେଥି ନିମନ୍ତେ ଆମେମାନେ ନିଷ୍ପତ୍ତି ନେବା।